ଆଡଭୋକେଟ୍ ଭୂଦେବ ମହାନନ୍ଦିଆର ଅଭିବାଦନ ସ୍ୱୀକାର କରନ୍ତୁ। ଆପଣମାନେ ଦେଖୁଛନ୍ତି ଭଏସ୍ ଅଫ୍ ପିପୁଲ୍, ଭଏସ୍ ଅଫ୍ ବହୁଜନ। ବହୁଜନ ସମାଜର ଲୋକମାନଙ୍କ ପାଇଁ, ଭାରତୀୟମାନଙ୍କ ପାଇଁ, ଭାରତୀୟ ନାଗରିକମାନଙ୍କ ପାଇଁ ସମ୍ବିଧାନର ଆବଶ୍ୟକତା କାହିଁକି? ଯେତେବେଳେ ଭାରତର ସମ୍ବିଧାନ ନଥିଲା, ବହୁଜନ ସମାଜର ଗତି, ସ୍ଥିତି, ଦିଶା ନିର୍ଦ୍ଦେଶ କ'ଣ ଥିଲା? 1950 ଜାନୁଆରୀ 26 ପରେ ବହୁଜନ ସମାଜର SC, ST, OBCର ଦିଶା ଓ ଗତି କ'ଣ ହେଲା? ବହୁତ କମ୍ ଲୋକ ଜାଣନ୍ତି ଏ ଦେଶ କି ପ୍ରକାର ଚାଲେ। ଆମ ଦେଶ ସମ୍ବିଧାନ ଦ୍ୱାରା ଚାଲେ, କିନ୍ତୁ ପାଖଣ୍ଡବାଦ ମନୁବାଦର ଲୋକମାନେ ସଦାସର୍ବଦା ଲୋକଙ୍କ ମନକୁ ଏହି ପ୍ରକାର ଭାବେ ଡରାଇ ଦେଇଛନ୍ତି ଯେ ଏ ଦେଶ ଉପରବାଲା ଦ୍ୱାରା ଚାଲେ। ଭାରତବର୍ଷ ଉପରବାଲା ଦ୍ୱାରା ଚାଲୁନାହିଁ, ବା ଆପଣଙ୍କ ଓଡ଼ିଶା ପ୍ରଦେଶ ଉପରବାଲା ଦ୍ୱାରା ଚାଲେ ନାହିଁ, ଏହା ସମ୍ବିଧାନ ଦ୍ୱାରା ଚାଲେ। ଯେତେବେଳେ ଏ ଦେଶରେ ସମ୍ବିଧାନ ନଥିଲା, ଭାରତରେ କେବଳ ମନୁସଂହିତା ଦ୍ୱାରା ଶାସନ ଚାଲୁଥିଲା। ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଆଉ OBC ଏ 85% ଲୋକଙ୍କୁ ଅନ୍ୟାୟର ଶିକାର ହେବାକୁ ପଡ଼ୁଥିଲା। ବାବା ସାହେବ ଆମ୍ବେଦକର ତାଙ୍କ ରାଇଟିଂ ଆଣ୍ଡ ସ୍ପିଚେସରେ କହିଛନ୍ତି, ଭାରତର ଗ୍ରାମୀଣ ବ୍ୟବସ୍ଥା ଏକ ଓପନ ଜେଲ୍ ବୋଲି କହିଛନ୍ତି। କାରଣ ଏଠି ରାସ୍ତାରେ ଚାଲିବା ପାଇଁ ମନା ଥିଲା। ଆପଣମାନଙ୍କୁ ସବର୍ଣ୍ଣମାନଙ୍କ ସହିତ ବସି ପଙ୍କ୍ତି ଭୋଜନର କରିବାର ଅଧିକାର ନଥିଲା। ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, OBCଙ୍କୁ ସାର୍ବଜନିକ ସ୍ଥାନରେ ବିବାହ ବ୍ରତରେ ଅଂଶୀଦାର ନେବାର ଅଧିକାର ନଥିଲା। ଶିକ୍ଷା ପ୍ରାପ୍ତ କରିବାର ଅଧିକାର ନଥିଲା। ଆଚ୍ଛା କପଡ଼ା ପିନ୍ଧିବାର ଅଧିକାର ନଥିଲା। ବଢ଼ିଆ ଖାନା, ଯେଉଁ ଆଜି ତେଲ ମସଲା ବ୍ୟଞ୍ଜନ ଦେଇକି ସୁନ୍ଦର ଖାଦ୍ୟ ଖାଉଛନ୍ତି, ତାହା ବି ଅଧିକାର ଆପଣଙ୍କୁ ନଥିଲା। ଭଲ୍ୟୁମ୍ 1 ବାବା ସାହେବ ଆମ୍ବେଦକରଙ୍କ ଏନିଲେସନ୍ସ ଅଫ୍ ଦ କାଷ୍ଟ କ୍ଲିୟରଲି ଲେଖିଛନ୍ତି ଯେ ଅନୁସୂଚିତ ଜାତିର ଲୋକମାନେ, ଅନୁସୂଚିତ ଜନଜାତିର ଲୋକମାନେ ଯଦି ଷ୍ଟିଲ୍ ହାଣ୍ଡି ବା ଆପଣଙ୍କର ବ୍ରୋଞ୍ଜ ହାଣ୍ଡି ବା ପିତ୍ତଳ ହାଣ୍ଡି ଧରି ପାଣି ଆଣିପାରିବେ ନାହିଁ। ତେଣୁ ସେ ଯଦି ପାଣି ଆଣିଲେ ଉଚ୍ଚ ଜାତିର ଲୋକ ତାଙ୍କୁ ମାରି ଦେଉଥିଲେ। ଛତା ଧରି ଚାଲି ପାରୁନଥିଲେ, ଯଦି ଚାଲିଲେ ଉଚ୍ଚ ଜାତିର ଲୋକ ତାଙ୍କୁ ମୃତ୍ୟୁଦଣ୍ଡ ଦେଉଥିଲେ। ତେଣୁ ବର୍ତ୍ତମାନ ସମୟରେ ବାବା ସାହେବ ଆମ୍ବେଦକରଙ୍କ ସମ୍ବିଧାନ ଓ ସେହି ସମୟର ମନୁସଂହିତା ଯଦି ଆପଣ ଦେଖିବେ, ବହୁଜନ ସମାଜକୁ ସମ୍ବିଧାନ ଆବଶ୍ୟକ କାହିଁକି? ସମ୍ବିଧାନ ଏଥିପାଇଁ ଆବଶ୍ୟକ, ସମ୍ବିଧାନ ଆସିଲା ପରେ ଆଜି ମଣିଷ ପରି ବଞ୍ଚିପାରୁଛେ SC, ST, OBC ଲୋକ। ନହେଲେ ତା ପୂର୍ବରୁ ଏମାନଙ୍କୁ ବେଗାରୀ କରିବାକୁ ପଡ଼ୁଥିଲା। ଅର୍ଥାତ୍ ଉଚ୍ଚ ବର୍ଣ୍ଣର ସବର୍ଣ୍ଣମାନଙ୍କ ଘରେ ସକାଳଠୁ ସନ୍ଧ୍ୟା ପର୍ଯ୍ୟନ୍ତ ବେଗାରୀ ଖଟୁଥିଲେ, ଅର୍ଥାତ୍ ବିନା ପଇସାରେ କାମ କରୁଥିଲେ। ତା ବଦଳରେ ସେ ବାସି ଭାତ ବା ଫଟା କପଡ଼ା ଦିଆଯାଉଥିଲା। ତେଣୁ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, OBC ଏହି ତିନୋଟି ଶ୍ରେଣୀର ଲୋକଙ୍କୁ ଖାଦ୍ୟ, ବସ୍ତ୍ର, ବାସଗୃହ, ଚିକିତ୍ସା ଓ ଶିକ୍ଷା ବିଲକୁଲ ନଥିଲା। ଯେତେବେଳେ ବାବା ସାହେବ ଆମ୍ବେଦକରଙ୍କର ଅକ୍ଳାନ୍ତ ପରିଶ୍ରମ 2 ବର୍ଷ 11 ମାସ 18 ଦିନ ଦିନ ରାତି ମେହନତ ପରେ ଆପଣଙ୍କୁ ସମ୍ବିଧାନ ଦେଲେ। 26 ଜାନୁଆରୀ 1950ରେ ଭାରତର ସମ୍ବିଧାନ ଯେଉଁଦିନ ଆସିଲା, ସେଇଦିନ ଆମେ ଆଜାଦ ହେଲୁ। ଫିର୍ ବି ଆଜି ପର୍ଯ୍ୟନ୍ତ ଆମେ ଅଧିକାର ପାଇପାରିନାହୁଁ। ପ୍ରତିଦିନ ଦେଖିଲେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତିକୁ ଟର୍ଚର କରାଯାଉଛି, ଅତ୍ୟାଚାର କରାଯାଉଛି, ଜବରଦସ୍ତ ତାକୁ ନୀଚ କାମ କରିବାକୁ ମଜବୁର କରାଯାଉଛି। ଆଜି ସମ୍ବିଧାନ ଯଦି ନଥାନ୍ତା, କହିବାର ଅଧିକାର ବି ଆମକୁ ମିଳିନଥାନ୍ତା।
ମନୁସଂହିତା ବା ମନୁବାଦୀମାନଙ୍କର ଗ୍ରନ୍ଥରେ ବା ଧର୍ମ ଗ୍ରନ୍ଥରେ ଅନୁସୂଚିତ ଜାତି ଅନୁସୂଚିତ ଜନଜାତିକୁ ପଢ଼ିବାର ଅଧିକାର ନଥିଲା ବେଳେ ବାବା ସାହେବ ଅମ୍ବେଦକର ସେଇ କାନୁନକୁ ସମ୍ବିଧାନର ଆର୍ଟିକଲ 13ରେ ବେନ୍ କରିଦେଲେ, ହଟେଇ ଦେଲେ ଏବଂ ଆପଣମାନଙ୍କୁ ପଢ଼ିବାର ଅଧିକାର ଦେଲେ। ଶିକ୍ଷା ଯେଉଁଟାକି ଆର୍ଟିକଲ 21ରେ ଲେଖିଦେଲେ ସମସ୍ତଙ୍କୁ ଫ୍ରି ଆଉ ମୁକ୍ତରେ ଶିକ୍ଷା ଦରକାର। ବାବା ସାହେବଙ୍କ ସ୍ୱପ୍ନ ଥିଲା LKGରୁ କ୍ଲାସ୍ 1ରୁ PhD ପର୍ଯ୍ୟନ୍ତ ଫ୍ରି ଶିକ୍ଷାର କଥା ସେ ସମ୍ବିଧାନରେ କହିଲା ବେଳେ ମନୁବାଦୀ ସରକାର ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟ କଲା ନାହିଁ। ବର୍ତ୍ତମାନ ଶିକ୍ଷା ବ୍ୟବସାୟୀକରଣକୁ ନେଇଗଲେ। ଆପଣମାନଙ୍କୁ ଆଚ୍ଛା କପଡ଼ା ପିନ୍ଧିବାର ଅଧିକାର ନଥିଲା। ଯଦି ଆପଣ ଦେଖିବେ ଭୃଗୁ ସଂହିତା, ମନୁ ସଂହିତା, ଆପସ୍ତମ୍ଭ ସଂହିତା, ତମାମ ଧର୍ମଗ୍ରନ୍ଥକୁ ଆପଣ ଅବଲୋକନ କଲେ ପାଇବେ ଆପଣଙ୍କୁ ଆଚ୍ଛା କପଡ଼ା ପିନ୍ଧିବାର ଅଧିକାର ବି ନଥିଲା, ଆଚ୍ଛା ଖାନା ଖାଇବାର ଅଧିକାର ବି ନଥିଲା। କିନ୍ତୁ ବାବା ସାହେବ ଅମ୍ବେଦକରଙ୍କର ଆର୍ଟିକଲ 19ରେ ଆପଣଙ୍କୁ କଥା କହିବାର ଅଧିକାର ସହିତ ସହିତ ଭଲ କପଡ଼ା ପିନ୍ଧିବାର ଅଧିକାର ମିଳିଲା। ଆଜି ଆପଣ ନିଜ ମନପସନ୍ଦର କପଡ଼ା ପିନ୍ଧି ପାରୁଛନ୍ତି। ତେଣୁ ସମ୍ବିଧାନ ଆବଶ୍ୟକତା ଏଥିପାଇଁ। ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ପଢ଼ିବାର ଆବଶ୍ୟକ। ଭାରତ ସମ୍ବିଧାନ ସମସ୍ତ ଭାରତୀୟମାନଙ୍କ ପାଇଁ, ଅନୁସୂଚିତ ଜାତି ଅନୁସୂଚିତ ଜନଜାତି OBC ମାନଙ୍କ ପାଇଁ ନୁହଁ, ସମସ୍ତଙ୍କ ପାଇଁ। ବ୍ରାହ୍ମଣ ପାଇଁ ବି ଅଛି, କ୍ଷତ୍ରିୟ ପାଇଁ ବି ଅଛି, ବୈଶ୍ୟ ପାଇଁ ବି ଅଛି। ସମସ୍ତଙ୍କୁ ଇଏ ଅଧିକାର ଦେଉଛି। କିନ୍ତୁ ତଳେ ପଡ଼ିଯାଇଥିବା ଲୋକଙ୍କୁ ଇଏ ସମାନତା ଅଧିକାର ଦେଇଛନ୍ତି। ଯେଉଁଟା ଆର୍ଟିକଲ 14ରେ ଆପଣମାନେ ପାଇବେ ଇକ୍ୱାଲିଟି ବିଫୋର ଦ ଲ। କାନୁନର ସାମ୍ନାରେ ସମସ୍ତେ ସମାନ। ଯେଉଁ ଅମାନବୀୟ କାନୁନ ଥିଲା ମନୁ ସଂହିତା, ଭୃଗୁ ସଂହିତା, ପରାଶର ସଂହିତା ବା ବେଦ ଦ୍ୱାରା ଆପଣଙ୍କର ପୁରୁଷ ସୂକ୍ତ, ତମାମ ଗ୍ରନ୍ଥରେ ଯେଉଁ ଅଧିକାର ଦେଇନଥିଲା ବାବା ସାହେବ ତାକୁ କାଟିଲେ ଆର୍ଟିକଲ 13ରେ ଓ ଆପଣଙ୍କୁ ଅଧିକାର ମିଳିଲା। ଆଜି ଯେଉଁ ଅଧିକାର ଆପଣମାନେ ପାଇଛନ୍ତି ସିର୍ଫ ବାବା ସାହେବ ଅମ୍ବେଦକରଙ୍କ ଦୟାରୁ। ଆଜି ଯେଉଁ ଉଛଲକୁଦ କରୁଛୁ ଆମେ ଯେଉଁ ଆଜି ଦାଦାଗିରି କରୁଛୁ, ଉତ୍ପାତ ହେଉଛୁ, ମୁଁ ୟା ହେଇଗଲି, ମୁଁ ସେୟା କରିଗଲି, ମୋର ଏତିକି ଟଙ୍କା ହେଲା, ମୋର 3 ମହଲା ବିଲ୍ଡିଂ ହେଲା, ମୁଁ ମୋର ଔକାତରେ ଅଫିସର ହେଇଗଲି, ବିଲକୁଲ ନାହିଁ। ଯଦି ଆର୍ଟିକଲ 21 ନଥାନ୍ତା ଆପଣଙ୍କୁ ପଢ଼ିବାର ଅଧିକାର ମିଳିନଥାନ୍ତା, ଆପଣ ଅଫିସର ହେଇଥାନ୍ତେ କୁଆଡ଼ୁ। ଭାରତ ସମ୍ବିଧାନର ଆର୍ଟିକଲ 35ରେ ବାବା ସାହେବ ରିଜର୍ଭେସନ ଦେବା ଯୋଗୁଁ SC ST OBC, ଖାସ କରି SC ST OBC 3ଟା କାଟେଗୋରୀର ଲୋକମାନଙ୍କୁ ସରକାରୀ କ୍ଷେତ୍ରରେ ଚାକିରି କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ହେଲା। ଯଦି ଆର୍ଟିକଲ 340, 341, 342 ନଥାନ୍ତା SC ST OBC ଗନ୍ଦେ ନାଲି କିଡ଼େ ଠାରୁ ବି ଅତି ନିଚ ଜୀବନ ବିତେଇବାକୁ ମଜବୁର ହେଇଥାନ୍ତେ। ଦେଶକୁ ସ୍ୱାଧୀନ କରିଦେବା ଇଜି ଥିଲା, କିନ୍ତୁ ଦେଶକୁ ଚଲେଇବା ପାଇଁ ଯେଉଁ କାନୁନ ବନାଗଲା ତାହା ଏତେ ସହଜ ନଥିଲା। ଆଜି ବାବା ସାହେବ ଅମ୍ବେଦକରଙ୍କର କାନୁନ ଅଛି, ତେଣୁ ସମସ୍ତଙ୍କୁ ଅଧିକାର ଓ ସୁରକ୍ଷା ମିଳୁଛି। ଆପଣମାନେ ବି ସମ୍ବିଧାନ ପଢ଼ନ୍ତୁ। ଯଦି ଆପଣ ସମ୍ବିଧାନ ପଢ଼ିବେ ନାହିଁ, ଅଫିସରକୁ ଦେଖିଲେ ଡରିବେ, BDOକୁ ଦେଖିଲେ ଡରିବେ, ତହସିଲଦାରକୁ ଦେଖିଲେ ଡରିବେ, ପୁଲିସ ବାଲାକୁ ଦେଖିଲେ ଘର ଛାଡ଼ି ଲୁଚିଦେବେ। ଏପରି ହେଉଛନ୍ତି କାହିଁକି? ଏଥିପାଇଁ ଆପଣମାନେ ଆମ ସମାଜକୁ ଏହି ପ୍ରକାର ଦୁଃଖ ଭୋଗିବାକୁ ପଡ଼ୁଛି ଅଜ୍ଞତା କାରଣରୁ। ସବୁଠୁ ବଡ଼ ଅଜ୍ଞତାର କାରଣ ହେଲା ଆମେ କେବେ ଭାରତର ସମ୍ବିଧାନ ପଢ଼ିବାକୁ ଚେଷ୍ଟା କଲୁ ନାହିଁ। ଆମେ ସବୁବେଳେ ରାମାୟଣ, ମହାଭାରତ, ଗୀତା, ବେଦ, ବାଇବେଲ, କୁରାନ ଏ ସମସ୍ତ ଧର୍ମଗ୍ରନ୍ଥକୁ ସଜେଇ ଘରେ ରଖିଲୁ ଓ ତାଙ୍କୁ ପଢ଼ିବାକୁ ଆରମ୍ଭ କଲୁ ଓ ସେଇଟା ପଢ଼ିଲେ ଆମେ ମୁକ୍ତିର ମାର୍ଗ ଭାବିଲୁ। ବାସ୍ତବରେ ଭାରତରେ ଆପଣଙ୍କର ମୁକ୍ତିର ମାର୍ଗ ସମ୍ବିଧାନ ଅଧ୍ୟୟନରେ। ଯଦି ସମ୍ବିଧାନକୁ ଆପଣ ଭଲ ଭାବେ ପଢ଼ିବେ, ଆପଣ ଜାଣିଦେବେ ଯେ ଯେଉଁ ବ୍ଲକ ଅଫିସର BDO ଅଛି ସେ ଆପଣଙ୍କ ପାଇଁ ଆପଏଣ୍ଟମେଣ୍ଟ କରାଯାଇଛି, ତାଙ୍କୁ ସେବକ କୁହାଯାଏ। ତେଣୁ ତାଙ୍କ ସର୍ଭିସ ବୁକ୍ ବୋଲି ଗୋଟେ ବୁକ୍ ଥାଏ। ପବ୍ଲିକକୁ ସେବା କରିବା ପାଇଁ ସେ ଆପଏଣ୍ଟମେଣ୍ଟ ହେଇଛନ୍ତି। ଯେକୌଣସି ଅଫିସର, ପୁଲିସ ହୁଅନ୍ତୁ, କଲେକ୍ଟର ହୁଅନ୍ତୁ, SP ହୁଅନ୍ତୁ, DSP ହୁଅନ୍ତୁ, ମାଜିଷ୍ଟ୍ରେଟ ହୁଅନ୍ତୁ,
ସେମାନେ ଆପଣଙ୍କର ଟ୍ୟାକ୍ସରେ ଦରମା ପାଆନ୍ତି ଏବଂ ଆପଣଙ୍କ ସେବା ପାଇଁ ଅଛନ୍ତି। କିନ୍ତୁ ସେ ଆପଣଙ୍କୁ ଏଥିପାଇଁ ଦାଦାଗିରି କରୁଛି, ହେକଡ଼ି ଦେଖାଉଛି ଯେ ଆପଣମାନେ କେବେ ମଧ୍ୟ କାନୁନ ଜାଣିନାହାନ୍ତି। ସେ ଜାଣିଦିଏ, ଗୋଟେ ବ୍ୟକ୍ତିର କଥାବାର୍ତ୍ତାରେ ସାମ୍ନାବାଲା ଜାଣିଦିଏ ଇଏ କେତେ ଭାରତର ଗଣତନ୍ତ୍ର ରହି କେଉଁ ପରିମାଣର ଦେଶର କାନୁନକୁ ଜାଣିଛି। ଯଦି ଆପଣ ମୁହଁ ଖୋଲି ଦିଅନ୍ତି ସେ ଜାଣିଦିଏ ଆପଣଙ୍କର ଓକାତକୁ। ତେଣୁ ଆପଣମାନେ ବାବା ସାହେବ ଆମ୍ବେଦକରଙ୍କର ଦାୟାଦ, ବାବା ସାହେବକୁ ଜାଣନ୍ତୁ, ଭାରତର ସମ୍ବିଧାନକୁ ପଢ଼ନ୍ତୁ। ସମ୍ବିଧାନ ଜରୁରୀ ଆବଶ୍ୟକ ଆଜିର ତାରିଖରେ। ଯଦି ଆପଣ ସମ୍ବିଧାନ ପଢ଼ିବେ ଆପଣଙ୍କୁ ତାକତ ମିଳିବ, ଆପଣଙ୍କର ମୁକ୍ତି ହେବ, ଆପଣ ଆଜାଦ ହେବେ। କୌଣସି ଆଡ଼ଭୋକେଟ୍ ପାଖକୁ ଯିବାକୁ ପଡ଼ିବ ନାହିଁ। ନିଜର ପ୍ରୋବ୍ଲେମକୁ ଆପଣ ନିଜେ ସଲ୍ଭ କରିପାରିବେ। ଯଦି ଆପଣ ନିଜର ପ୍ରୋବ୍ଲେମ୍ ସଲ୍ଭ କରିବାର କାପାସିଟି ଆସିଯାଏ ତାହେଲେ ଆପଣଙ୍କୁ କାହାକୁ ଭୟ ଲାଗେ ନାହିଁ। ଗଣତନ୍ତ୍ର ରାଷ୍ଟ୍ରରେ ଏକମାତ୍ର ଗ୍ରନ୍ଥ ସବୁଠୁ ପାୱାରଫୁଲ୍, ସେଟା ହେଉଛି ଭାରତର ସମ୍ବିଧାନ। ନା ରାଷ୍ଟ୍ରପତି ବଡ଼, ନା ପ୍ରଧାନମନ୍ତ୍ରୀ ବଡ଼, ନା ଚିଫ୍ ଜଷ୍ଟିସ୍ ଅଫ୍ ଇଣ୍ଡିଆ ବଡ଼, କେହି ବଡ଼ ନୁହନ୍ତି ସମ୍ବିଧାନ ଆଗରେ। ସମସ୍ତେ ସମ୍ବିଧାନ ସାମ୍ନାରେ ନତମସ୍ତକ। ସମ୍ବିଧାନ ଯାହା କହେ ତାହା କରିବାକୁ ବାଧ୍ୟ। ଯଦି ଭାରତର ସମସ୍ତ ନାଗରିକ ଭାରତର ସମ୍ବିଧାନ ଓ ତାଙ୍କର ମୌଳିକ ଅଧିକାର କମ୍ ସେ କମ୍ ଜାଣି ଦିଅନ୍ତି ତାହେଲେ ସେମାନେ, ମନ୍ତ୍ରୀମାନେ, ଅଫିସରମାନେ, ପୁଲିସ ଅଫିସରଠୁ ଆରମ୍ଭ କରି ମାଜିଷ୍ଟ୍ରେଟ୍ ପର୍ଯ୍ୟନ୍ତ ସମସ୍ତେ ଆପଣମାନଙ୍କୁ ସମ୍ମାନ ଦେଇଥାନ୍ତେ। ବଡ଼ ବିଡ଼ମ୍ବନା, ଭାରତର ଲୋକ ବା ମୋ ଓଡ଼ିଶାର ଲୋକ ନିଜର ଅଧିକାର ପ୍ରାପ୍ତ କରିଥିବା କିତାବକୁ ହିଁ ଘରେ ରଖନ୍ତି ନାହିଁ ବା ପଢ଼ନ୍ତି ନାହିଁ। ବାବା ସାହେବ ଆମ୍ବେଦକରର ଯେଉଁ 2 ବର୍ଷ 11 ମାସ 18 ଦିନର ଅକ୍ଳାନ୍ତ ପରିଶ୍ରମ ଏହା ଥିଲା କି ସେ ଚାହିଁଥିଲେ ଏ ବହି ଭାରତୀୟମାନେ ପଢ଼ିବେ ଏବଂ ଭାରତକୁ ଆଗାମୀ ଦିନରେ ଶାସନ ପ୍ରଶାସନ କ୍ଷେତ୍ରରେ ସହଯୋଗ କରିବେ। କିନ୍ତୁ ଆଜି ବି ଆମେ ପଢ଼ା ଲେଖା ବି ଅନ୍ଧବିଶ୍ୱାସକୁ ସଂସ୍କାରରେ ଡୁବିଗଲୁ। ଯଦି ମୁଁ ବର୍ତ୍ତମାନ କୌଣସି ଖ୍ରୀଷ୍ଟିଆନ ବିରୁଦ୍ଧରେ କହିବାକୁ ଯିବି ମୋତେ ଅଣ୍ଡା ମାଡ଼ ହେବ। ଯଦି ମୁଁ ହିନ୍ଦୁ ବିରୁଦ୍ଧରେ କହିବି ମୋତେ ଅଣ୍ଡା ମାଡ଼ ହେବ। ଯଦି ମୁଁ ମୁସଲିମ ବିରୁଦ୍ଧରେ କହିବି ମୋତେ ଅଣ୍ଡା ମାଡ଼ ହେବ। ଆପଣଙ୍କର ବ୍ୟକ୍ତିଗତ ଅଧିକାର ଧର୍ମ ଛାଡ଼ିବା, ଧର୍ମ ଗ୍ରହଣ କରିବା ଆର୍ଟିକଲ 24-25-26 ଅମ୍ବେଦକର ଲେଖିଛନ୍ତି। କିନ୍ତୁ କୌଣସି ଧର୍ମକୁ ଅନ୍ଧ ଭାବେ ଗ୍ରହଣ କରାଯିବା ଉଚିତ ନୁହଁ। ବର୍ତ୍ତମାନ ତାରିଖରେ ସର୍ବୋଚ୍ଚ ଗ୍ରନ୍ଥ ସମ୍ବିଧାନ। ତ ଭାରତ ସମ୍ବିଧାନ ଆପଣମାନେ ଜାଣିବାକୁ ବହୁତ ଆବଶ୍ୟକତା ଅଛି। ମୁଁ ପ୍ରୟାସ କରୁଛି ଆପଣମାନଙ୍କୁ ଓଡ଼ିଆ ଭାଷାରେ ଭାରତ ସମ୍ବିଧାନର ପ୍ରତ୍ୟେକ ଆର୍ଟିକଲ ଆପଣମାନଙ୍କ ସାମ୍ନାକୁ ଆଣିବା ପାଇଁ। ବାବା ସାହେବ ଚାହିଁଥିଲେ ଭାରତରେ ସମସ୍ତେ ସମାନ ରୁହନ୍ତୁ, ସମସ୍ତଙ୍କୁ ସମାନ ଅଧିକାର ମିଳୁ, ସମସ୍ତଙ୍କୁ ସମାନ ଭାବେ ଗୃହ ମିଳୁ, ଖାଦ୍ୟ ମିଳୁ, ବସ୍ତ୍ର ମିଳୁ, ଚିକିତ୍ସା ମିଳୁ। ବାବା ସାହେବ ଆମ୍ବେଦକରଙ୍କର ଆର୍ଟିକଲ 14, ଆର୍ଟିକଲ 19 ଆଉ ଆର୍ଟିକଲ 21 କ୍ଲିୟରଲି କହୁଛି ସେ ଚାହୁଁଥିଲେ ଫ୍ରି ହେଲ୍ଥ ଆଉ ଫ୍ରି ଶିକ୍ଷା ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଭାରତୀୟ ନାଗରିକଙ୍କୁ ମିଳୁ। କିନ୍ତୁ ତାହା ଆଜି ହୋଇପାରିଲା ନାହିଁ, କାରଣ ଭାରତବର୍ଷ ମନୁବାଦୀଙ୍କ ହାତରେ ଶାସନ ଚାଲିଲା। ଏହା ଆମ ପାଇଁ ବହୁତ ଦୁଃଖର ବିଷୟ। ତେଣୁ ଆପଣମାନେ ଭାରତ ସମ୍ବିଧାନ ଅଧ୍ୟୟନ କରିବା ଶିଖନ୍ତୁ। ଥ୍ୟାଙ୍କ ୟୁ। ଜୟ ହିନ୍ଦ।